ଆମେ ଯେତେବେଳେ ନିର୍ବାଚନର ଡେଟାକୁ ଦେଖୁ ଆମେ କେବଳ ସଂଖ୍ୟା ଦେଖୁନାହୁଁ, ଆମେ ଦେଖୁ ଲୋକଙ୍କର ସ୍ୱର। ଆଉ ଓଡ଼ିଶାର ହିନ୍ଦୋଳରେ 2024ରେ ସେହି ସ୍ୱର ଏତେ ଜୋରରେ ଶୁଭିଲା ଯେ ତାହା ଏକ ରାଜନୀତିକ ଭୂକମ୍ପ ସୃଷ୍ଟି କଲା। ତେବେ ଚାଲନ୍ତୁ ଏହି ବିଶ୍ଳେଷଣରେ ବୁଝିବା କେମିତି ଗୋଟିଏ ଅଭେଦ୍ୟ ଦୁର୍ଗ ମାଟିରେ ମିଶିଗଲା। ଆମର ଏହି ଯାତ୍ରାକୁ ଆମେ 6ଟି ପାହାଚରେ ବୁଝିବା। ପ୍ରଥମେ ଆମେ ହିନ୍ଦୋଳର ଏହି ଅଜବ ଘଟଣାକୁ ଚିହ୍ନଟ କରିବା। ତାପରେ ଲୋକଙ୍କ ମନର କଥା କ'ଣ ତାହା ଶୁଣିବା। ପରାଜୟ ପଛର ପ୍ରକୃତ କାରଣକୁ ଖୋଜିବା ଆଉ ଇତିହାସରୁ କିଛି ଶିଖିବା। ଶେଷରେ ଭବିଷ୍ୟତ ପାଇଁ ଏକ ମଜବୁତ ଯୋଜନା ଏବଂ ରାଜନୀତିରୁ ବାହାରେ ଥିବା ପ୍ରକୃତ ଉଦ୍ଦେଶ୍ୟ କ'ଣ ସେ ବିଷୟରେ ଆଲୋଚନା କରିବା। ଆମର ପ୍ରଥମ ବିଷୟ ହିନ୍ଦୋଳର ଅସଙ୍ଗତି। ଯେତେବେଳେ ଏକ ଦୁର୍ଗ ଭୁଶୁଡ଼ି ପଡ଼େ, ଏଠାରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ବର୍ଷ ବର୍ଷ ଧରି ବିଜୁ ଜନତା ଦଳର ଗଡ଼ ଥିବା ହିନ୍ଦୋଳ 2024ରେ ହଠାତ୍ ହାତରୁ ଖସିଗଲା କେମିତି? ଆଗକୁ ଯିବା ପୂର୍ବରୁ ଚାଲନ୍ତୁ ହିନ୍ଦୋଳକୁ ଟିକେ ଭଲ ଭାବେ ଜାଣିନେବା। ଏହା ହେଉଛି ବିଧାନସଭା କ୍ଷେତ୍ର ସଂଖ୍ୟା 56। କିନ୍ତୁ ଏହା କେବଳ ଏକ ରାଜନୀତିକ ମାନଚିତ୍ର ନୁହେଁ, ଏହା ଏକ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନ ଯେଉଁଠି ଲୋକଙ୍କର ପରିଚୟ ସିଧାସଳଖ ମାଟି ସହିତ ଯୋଡ଼ି ହୋଇ ରହିଛି। ଏହି ସାମାଜିକ ବୁଣାବୁଣିକୁ ନ ବୁଝିଲେ ରାଜନୀତିକୁ ବୁଝିବା ଅସମ୍ଭବ। ତେଣୁ ପ୍ରଶ୍ନଟି ଆହୁରି ଗମ୍ଭୀର ହୋଇଯାଉଛି। ଗୋଟିଏ ରାଜନୈତିକ ଦୁର୍ଗ ଯାହାକୁ ବର୍ଷ ବର୍ଷ ଧରି କେହି ଭେଦି ପାରୁନଥିଲେ, ତାହା ହଠାତ୍ ଗୋଟିଏ ରାତିରେ ଭାଙ୍ଗିଗଲା କେମିତି? ଏହି ପ୍ରଶ୍ନର ଉତ୍ତର ହିଁ ଆମକୁ ହିନ୍ଦୋଳର ସତ୍ୟ ପାଖକୁ ନେଇଯିବ। 11,827 ଏହି ସଂଖ୍ୟାଟିକୁ ମନେ ରଖନ୍ତୁ। ଏହା କେବଳ ଗୋଟିଏ ସଂଖ୍ୟା ନୁହେଁ। 2024 ନିର୍ବାଚନରେ ଏହା ଥିଲା ବିଜେଡିର ପରାଜୟର ବ୍ୟବଧାନ। ଏହା କେବଳ ଏକ ହାର ନୁହେଁ, ବରଂ ହିନ୍ଦୋଳର ରାଜନୀତିରେ ଆସିଥିବା ଏକ ବଡ଼ ଝଡ଼ର ସୂଚନା। ଏବେ ଦେଖନ୍ତୁ ଏହି ପତନ କେତେ ଗଭୀର ଥିଲା। 2019ରେ ବିଜେଡିକୁ ମିଳିଥିଲା ପାଖାପାଖି 51% ଭୋଟ, କିନ୍ତୁ ମାତ୍ର 5 ବର୍ଷ ଭିତରେ 2024ରେ ଏହା ଖସି ଆସିଲା 43.6%କୁ। ସିଧାସଳଖ 7%ରୁ ଅଧିକ ଭୋଟ ସ୍ଥାନାନ୍ତର। ରାଜନୀତିରେ ଏହାକୁ ଏକ ବଡ଼ ଧରଣର ପରିବର୍ତ୍ତନ ବୋଲି କୁହାଯାଏ। ଆଉ ଏହି ଯେଉଁ ଭୋଟ ବିଜେଡି ହରାଇଲା, ତାହା ଗଲା କୁଆଡ଼େ? ଦେଖନ୍ତୁ, ତାହା ସିଧାସଳଖ ଯାଇଛି ବିଜେପି ଖାତାକୁ। 2019ରେ ଯେଉଁଠି ବିଜେପିର ଭୋଟ ଅଂଶ 40.7% ଥିଲା, 2024ରେ ତାହା ବଢ଼ି ପହଞ୍ଚିଗଲା 49.6%ରେ। ଏହା ପ୍ରାୟ 10 ପଏଣ୍ଟର ଏକ ବଡ଼ ସ୍ୱିଙ୍ଗ, ଯାହା ଫଳାଫଳକୁ ସମ୍ପୂର୍ଣ୍ଣ ଓଲଟେଇ ଦେଲା। ଠିକ୍ ଅଛି, ସଂଖ୍ୟା ତ ଆମକୁ କାହାଣୀର ଗୋଟିଏ ପାର୍ଶ୍ୱ ଦେଖାଇଲା, କିନ୍ତୁ ଯଦି ପ୍ରକୃତ କାରଣ ଜାଣିବାକୁ ହେଲେ ଆମକୁ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ। ସେମାନଙ୍କ ମନରେ କେଉଁ କଥା ଥିଲା, କେଉଁ ଅସନ୍ତୋଷ ଧୀରେ ଧୀରେ ବଢ଼ୁଥିଲା ଯେ ଶେଷରେ ଏମିତି ଏକ ପରିବର୍ତ୍ତନ ଆଣିଲା? ଲୋକଙ୍କ ମନରେ ସବୁଠୁ ବଡ଼ ଚିନ୍ତା ଥିଲା ସେମାନଙ୍କର ପେଟ ପାଟଣକୁ ନେଇ। ଗୋଟିଏ ପଟେ ଚାଷ ପାଇଁ ପାଣିର ଅଭାବ, ଚାଷୀ ଅସହାୟ; ଅନ୍ୟପଟେ ଯୁବକମାନଙ୍କ ପାଇଁ କାମଧନ୍ଦାର କୌଣସି ସୁଯୋଗ ନାହିଁ। ଏହି ଦୁଇଟି ସମସ୍ୟା ବହୁତ ଗମ୍ଭୀର ଥିଲା। ଏହାଛଡ଼ା ସରକାରୀ ଯୋଜନାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚୁନଥିଲା ଏବଂ ରାସ୍ତାଘାଟ ଭଳି ମୌଳିକ ସୁବିଧାର ବି ଅଭାବ ଥିଲା। ଏଠାରେ ଗୋଟିଏ କଥା ବୁଝିବା ଦରକାର। ଯେତେବେଳେ ସାଧାରଣ ଲୋକଙ୍କର ଦୈନନ୍ଦିନ ସମସ୍ୟାଗୁଡ଼ିକର ସ୍ୱର ଏତେ ବଡ଼ ହୋଇଯାଏ ଯେ ତାକୁ ଆଉ ଅଣଦେଖା କରିହୁଏନି, ସେତେବେଳେ ହିଁ ରାଜନୈତିକ ପାଣିପାଗ ବଦଳିଯାଏ। ହିନ୍ଦୋଳରେ ଠିକ୍ ସେୟା ହିଁ ହେଲା। ଆମ ସମ୍ବିଧାନ କହେ ପ୍ରତ୍ୟେକ ନାଗରିକଙ୍କର ଭୋଟ କେବଳ ଏକ ମତ ନୁହେଁ, ଏହା ନିଜ ସମ୍ମାନର ଏକ ଘୋଷଣା। ଏହି ଭୋଟ ଦେବାର ଅଧିକାରକୁ ଆମ ସମ୍ବିଧାନ ସୁରକ୍ଷା ଦିଏ। ଆଉ ଯେତେବେଳେ ଲୋକେ ଏହି ଅଧିକାରକୁ ବ୍ୟବହାର କରନ୍ତି, ସେମାନେ ଏକ ବାର୍ତ୍ତା ଦିଅନ୍ତି। ତେବେ କ'ଣ କେବଳ ଲୋକଙ୍କ ଅସନ୍ତୋଷ ହିଁ ପରାଜୟର ଏକମାତ୍ର କାରଣ ଥିଲା? ନା, କଥାଟା ଏତେ ସରଳ ନୁହେଁ। ଏହା ପଛରେ ଥିଲା ଏକ ସିଷ୍ଟମ, ଏକ ବ୍ୟବସ୍ଥା ଯାହା ଉପରେ ପ୍ରବଳ ଚାପ ପଡ଼ୁଥିଲା। ଆସନ୍ତୁ ସେହି ସାଂଗଠନିକ ଦୁର୍ବଳତାଗୁଡ଼ିକୁ ଟିକେ ପାଖରୁ ଦେଖିବା। ଏହି ସ୍ୱାଟ ବିଶ୍ଳେଷଣକୁ ଦେଖିଲେ ଚିତ୍ରଟି ପୂରା ସ୍ପଷ୍ଟ ହୋଇଯାଉଛି। ଦେଖନ୍ତୁ, ବିଜେଡିର ଶକ୍ତି ଥିଲା ତାର ରାଜ୍ୟବ୍ୟାପୀ ସଂଗଠନ, କିନ୍ତୁ ଦୁର୍ବଳତା କେଉଁଠି ଥିଲା? ଦୁର୍ବଳତା ଥିଲା ସ୍ଥାନୀୟ ସ୍ତରରେ ପ୍ରାର୍ଥୀଙ୍କ ସହ ଲୋକଙ୍କର ସିଧାସଳଖ ଯୋଗାଯୋଗର ଅଭାବ। ଆଉ ଏହି ସମୟରେ ବିପଦ ଆସିଲା ନେତୃତ୍ୱର ଅସ୍ଥିରତା ଏବଂ ଦଳବଦଳ ରୂପରେ। ବିରୋଧୀ ଦଳ ବି ନିଜର ଜାତୀୟ ସମ୍ବଳ ବ୍ୟବହାର କରି ପୂରା ଫାଇଦା ଉଠାଇଲା। ରାଜନୀତି ହେଉଛି କାହାଣୀ କହିବାର ଖେଳ, ଆଉ ଏହି ଖେଳରେ ବିଜେଡିର କାହାଣୀ ଲୋକଙ୍କ ଦୁଃଖ ସୁଖଠାରୁ ଟିକେ ଦୂରରେ ରହିଗଲା। ଅନ୍ୟପଟେ ବିଜେପି ଠିକ୍ ସେହି ସ୍ଥାନୀୟ ସମସ୍ୟାଗୁଡ଼ିକୁ ଧରି ଏକ ଶକ୍ତିଶାଳୀ କାହାଣୀ ତିଆରି କଲା। ଫଳରେ ଲୋକଙ୍କ ସମର୍ଥନ ତାଙ୍କ ଆଡ଼କୁ ଢଳିଲା। କିନ୍ତୁ ଗୋଟିଏ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, 2024ର ଏହି ଫଳାଫଳ କୌଣସି ହଠାତ୍ ଘଟଣା ନଥିଲା। ଏହା ପଛରେ ଥିଲା ଏକ ଲମ୍ବା ଇତିହାସ।
କାନ୍ଥରେ ଲେଖା ସ୍ପଷ୍ଟ ଦିଶୁଥିଲା, କେବଳ ତାକୁ ପଢ଼ିବାର ଥିଲା। ଏହା ଥିଲା 7ଟି ନିର୍ବାଚନର କାହାଣୀ। ହିନ୍ଦୋଳର ଏହି ନିର୍ବାଚନୀ ଯାତ୍ରାକୁ ଦେଖନ୍ତୁ। 2000 ମସିହାରେ ବିଜେଡି ଯେତେବେଳେ ଆସିଲା 62.5% ଭୋଟ ସହ ଏକ ପ୍ରକାର ଲହରୀ ସୃଷ୍ଟି କରିଥିଲା। କିନ୍ତୁ ସମୟ ସହିତ ସେହି ଲହରୀର ଶକ୍ତି କମିବାକୁ ଲାଗିଲା। ଆଉ ଅନ୍ୟପଟେ ଦେଖନ୍ତୁ ବିଜେପି କେମିତି ଧୀରେ ଧୀରେ ନିଜର ସ୍ଥିତି ମଜବୁତ କରୁଥିଲା। 2009ରେ 17%, ଆଉ ତାପରେ 2019ରେ ସିଧା 40.7%କୁ ଏକ ବଡ଼ ଛଳାଙ୍ଗ। ଶେଷରେ 2024ରେ ବିଜୟ। ଏଥିରୁ ସବୁଠୁ ବଡ଼ ଶିକ୍ଷା କ'ଣ ମିଳିଲା? ଶିକ୍ଷା ହେଉଛି ଡାଟା କେବେ ବି ମିଛ କହେନି। 2019ରେ ବିଜେପିର 40% ଭୋଟ ପାଇବା କେବଳ ଏକ ସଂଖ୍ୟା ନଥିଲା, ଏହା ଥିଲା ଏକ ସ୍ପଷ୍ଟ ଚେତାବନୀ। 2024ର ଫଳାଫଳ କେବଳ ସେହି ଚେତାବନୀର ଅନ୍ତିମ ପରିଣତି ଥିଲା। ଠିକ୍ ଅଛି, ଆମେ ସମସ୍ୟା ଚିହ୍ନଟ କଲେ, କାରଣ ବିଶ୍ଳେଷଣ କଲେ, କିନ୍ତୁ ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଆଗକୁ ରାସ୍ତା କ'ଣ? କେମିତି ହଜିଯାଇଥିବା ବିଶ୍ୱାସକୁ ପୁଣି ଫେରାଇ ଅଣାଯାଇପାରିବ? ଆସନ୍ତୁ ଏକ ସୁଶାସନର ବ୍ଲୁପ୍ରିଣ୍ଟ ବା ରୂପରେଖା ଉପରେ ନଜର ପକାଇବା। ଇ ପୁନରୁତ୍ଥାନର ରାସ୍ତାର 4ଟି ମୁଖ୍ୟ ସ୍ତମ୍ଭ ରହିଛି। ପ୍ରଥମ, ଲୋକଙ୍କର ଯାହା ମୁଖ୍ୟ ସମସ୍ୟା ଯେମିତିକି ପାଣି କିମ୍ବା ରୋଜଗାର, ତାକୁ ସିଧାସଳଖ ସମାଧାନ କରିବାକୁ ପଡ଼ିବ। ଦ୍ୱିତୀୟ, ସରକାରୀ ଯୋଜନାର ଲାଭ ଯେମିତି ବିନା ବାଧାରେ ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚେ ତାହା ସୁନିଶ୍ଚିତ କରିବା। ତୃତୀୟ, ତଳସ୍ତରର ସଂଗଠନରେ ନୂଆ ଶକ୍ତି ସଞ୍ଚାର କରିବା। ଆଉ ଚତୁର୍ଥ, ଏମିତି ଏକ ନେଟୱାର୍କ ତିଆରି କରିବା ଯେଉଁଠି ଲୋକଙ୍କର ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ। ଏଠାରେ ଆଉ ଗୋଟିଏ କଥା ମନେ ରଖିବା ଜରୁରୀ, ଜଣେ ଭୋଟରଙ୍କ ବ୍ୟକ୍ତିଗତ ତଥ୍ୟ ଏହା ଏକ ବିଶ୍ୱାସ। ଏହାକୁ ବ୍ୟବହାର କରିବା ପୂର୍ବରୁ ତାଙ୍କର ସମ୍ମତି ନେବା ନିହାତି ଆବଶ୍ୟକ ଏବଂ ସବୁବେଳେ ତାଙ୍କର ସମ୍ମାନ ଏବଂ ଗୋପନୀୟତାକୁ ସୁରକ୍ଷିତ ରଖିବା ଉଚିତ। ଏହା ହିଁ ନୈତିକ ରାଜନୀତିର ମୂଳଦୁଆ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏଠାରେ ଏକ 90 ଦିନିଆ ୱିନ୍ ବ୍ୟାକ୍ ରଣନୀତିର ଢାଞ୍ଚା ଦିଆଯାଇଛି। ଦେଖନ୍ତୁ, ପ୍ରଥମ 30 ଦିନ କେବଳ ଯୋଜନା ଓ ପ୍ରସ୍ତୁତି, ପରବର୍ତ୍ତୀ 30 ଦିନ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସଂଗଠନକୁ ସକ୍ରିୟ କରିବା, ତାପରେ 20 ଦିନ ପ୍ରଚାରକୁ ଆହୁରି ଜୋରଦାର କରିବା, ଆଉ ଶେଷ 10 ଦିନ, ଯାହାକୁ ଆମେ ଜିଓଟିଭି କହୁ, ସେଥିରେ ଲୋକଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ। ଶେଷରେ ଆସନ୍ତୁ ଏହିସବୁ ବିଶ୍ଳେଷଣରୁ ଆଗକୁ ବଢ଼ିବା, କାରଣ ଏହା କେବଳ ନିର୍ବାଚନ ହାରଜିତ୍ ବିଷୟରେ ନୁହେଁ। ଏହା ହେଉଛି ଶାସନର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ, ରାଜନୀତିର ଊର୍ଦ୍ଧ୍ୱରେ ଥିବା ଏକ ଦୃଷ୍ଟିକୋଣ। ଆଉ ସବୁଠୁ ଶେଷ କଥା, ଯାହା ସବୁବେଳେ ମନେ ରଖିବା ଉଚିତ, ରାଜନୀତିର ସବୁଠାରୁ ମୂଲ୍ୟବାନ ପୁଞ୍ଜି ହେଉଛି ଲୋକଙ୍କର ବିଶ୍ୱାସ। ଏହାକୁ କମେଇବା ପାଇଁ ବର୍ଷ ବର୍ଷ ଲାଗିଯାଏ, କିନ୍ତୁ ଏହାକୁ ହରାଇବା ପାଇଁ ଗୋଟିଏ ସିଜିନ୍ର ଅବହେଳା ହିଁ ଯଥେଷ୍ଟ। ଆଉ ସେହି ବିଶ୍ୱାସକୁ ପୁଣିଥରେ ଜିତିବାର ଏକମାତ୍ର ରାସ୍ତା ହେଉଛି ନିରନ୍ତର ସେବା। ଯେଉଁମାନେ ଜଣେ ଲୋକକେନ୍ଦ୍ରିକ ନେତା ହେବାକୁ ଏବଂ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହନ୍ତି, ସେମାନେ blueprintstrategies.ai ସହିତ mgr@blueprintstrategies.ai ରେ ସମ୍ପର୍କ କରନ୍ତୁ କିମ୍ବା 08042041602ରେ କଲ୍ କରନ୍ତୁ। ରାଜନୀତିରୁ ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।